ଓଁ ଶାନ୍ତି। 23 ଅକ୍ଟୋବର 2025ର ସାକାର ମୁରଲୀର ମୁଖ୍ୟ ପଏଣ୍ଟରେ ପରମ ପ୍ରିୟ ପରମ ପିତା ପରମାତ୍ମା ଶିବ ବାବା କହିଛନ୍ତି, ମିଠେ ବଚ୍ଚେ, ବାବା ଆସିଛନ୍ତି ତୁମମାନଙ୍କୁ ପହଁରା ଶିଖାଇବା ପାଇଁ, ଯାହାଦ୍ୱାରା ତୁମେ ଏହି ଦୁନିଆରୁ ପାରି ହୋଇଯାଉଛ। ତୁମ ପାଇଁ ଦୁନିଆ ମଧ୍ୟ ବଦଳି ଯାଉଛି। ବାବା ଆସିଛନ୍ତି ତୁମମାନଙ୍କୁ ପହଁରା ଶିଖାଇବା ପାଇଁ, ଯାହାଦ୍ୱାରା ତୁମେ ଏହି ଦୁନିଆରୁ ପାରି ହୋଇଯାଉଛ। ତୁମ ପାଇଁ ଦୁନିଆ ମଧ୍ୟ ବଦଳି ଯାଉଛି। ପ୍ରଶ୍ନ, ଯେଉଁମାନେ ବାବାଙ୍କର ସହଯୋଗୀ ହୁଅନ୍ତି ସେମାନଙ୍କୁ ସହଯୋଗର ପ୍ରତିଦାନରେ କ'ଣ ମିଳିଥାଏ? ଯେଉଁମାନେ ବାବାଙ୍କର ସହଯୋଗୀ ହୁଅନ୍ତି ସେମାନଙ୍କୁ ସହଯୋଗର ପ୍ରତିଦାନରେ କ'ଣ ମିଳିଥାଏ? ଉତ୍ତର, ଯେଉଁ ସନ୍ତାନମାନେ ବର୍ତ୍ତମାନ ବାବାଙ୍କର ସହଯୋଗୀ ହେଉଛନ୍ତି ସେମାନଙ୍କୁ ବାବା ଏପରି କରିଦେଉଛନ୍ତି, ଯାହାକି ଅଧାକଳ୍ପ ପର୍ଯ୍ୟନ୍ତ ସେମାନଙ୍କୁ କାହାର ସାହାଯ୍ୟ ବା ମତ ନେବାର ଦରକାର ପଡ଼ୁନାହିଁ। ସର୍ବୋଚ୍ଚ ପିତା କହୁଛନ୍ତି, ପିଲାମାନେ, ଯଦି ତୁମେମାନେ ମୋର ସହଯୋଗୀ ନ ହୋଇଥାନ୍ତ ତେବେ ମୁଁ ସ୍ୱର୍ଗର ସ୍ଥାପନା କିପରି କରିଥାନ୍ତି? ଓଁ ଶାନ୍ତି। ମିଠା ମିଠା କ୍ରମାନୁସାରେ ରହିଥିବା ଅତି ମିଠା ଆତ୍ମିକ ସନ୍ତାନମାନଙ୍କ ପ୍ରତି ଆତ୍ମିକ ପିତା ବୁଝାଉଛନ୍ତି, କାହିଁକିନା ବହୁତ ସନ୍ତାନମାନେ ବୁଦ୍ଧିହୀନ ହୋଇଯାଇଛନ୍ତି। ରାବଣ ବହୁତ ବୁଦ୍ଧିହୀନ କରିଦେଇଛି। ଏବେ ବାବା ଆମକୁ କେତେ ବୁଦ୍ଧିମାନ କରୁଛନ୍ତି। ଯଦି କେହି ICS ପରୀକ୍ଷାରେ ପାସ୍ କରୁଛନ୍ତି, ଭାବୁଛନ୍ତି ଯେ ବହୁତ ବଡ଼ ପରୀକ୍ଷା ପାସ୍ କରିଛନ୍ତି। ବର୍ତ୍ତମାନ ତୁମେ ଦେଖ କେତେ ବଡ଼ ପରୀକ୍ଷା ପାସ୍ କରୁଛ। ଆଚ୍ଛା, ଟିକିଏ ଚିନ୍ତା କରି ଦେଖ ତ, କିଏ ପଢ଼ାଉଛନ୍ତି, କିଏ ପଢ଼ୁଛନ୍ତି? ଏହି ନିଶ୍ଚୟ ମଧ୍ୟ ଅଛି ଯେ ଆମେ କଳ୍ପ ପ୍ରତି 5000 ବର୍ଷ ପରେ ପିତା ଶିକ୍ଷକ ସଦ୍ଗୁରୁଙ୍କ ସହିତ ପୁଣି ଆସି ମିଶି ଚାଲିଛେ। କେବଳ ତୁମେମାନେ ହିଁ ଜାଣିଛ ଆମେ ସର୍ବୋଚ୍ଚ ବାବାଙ୍କ ଦ୍ୱାରା ସର୍ବୋଚ୍ଚ ସମ୍ପତ୍ତି ପାଉଛୁ। ଶିକ୍ଷକ ମଧ୍ୟ ପାଠ ପଢ଼ାଇ ସମ୍ପତ୍ତି ଦିଅନ୍ତି ନା। ନୂଆ ଦୁନିଆରେ ରାଜ୍ୟ କରିବା ପାଇଁ ତୁମକୁ ମଧ୍ୟ ପାଠ ପଢ଼ାଇ ତୁମ ପାଇଁ ଦୁନିଆକୁ ହିଁ ବଦଳାଇ ଦେଉଛନ୍ତି। ଭକ୍ତି ମାର୍ଗରେ କେତେ ମହିମା ଗାନ କରୁଛନ୍ତି। ତୁମେ ବାବାଙ୍କ ଦ୍ୱାରା ନିଜର ସମ୍ପତ୍ତି ପାଉଛ। ଏହା ମଧ୍ୟ ତୁମେମାନେ ଜାଣୁଛ ଯେ ପୁରୁଣା ଦୁନିଆ ବଦଳୁଛି। ତୁମେ କହୁଛ ଆମେ ସବୁ ଶିବ ବାବାଙ୍କର ସନ୍ତାନ ଅଟୁ। ପୁରୁଣା ଦୁନିଆକୁ ନୂଆ କରି ଗଢ଼ିବା ପାଇଁ ବାବାଙ୍କୁ ମଧ୍ୟ ଆସିବାକୁ ପଡ଼ୁଛି। ତ୍ରିମୂର୍ତ୍ତି ଚିତ୍ରରେ ମଧ୍ୟ ଦର୍ଶାଯାଇଛି ଯେ ବ୍ରହ୍ମାଙ୍କ ଦ୍ୱାରା ନୂଆ ଦୁନିଆର ସ୍ଥାପନା ହୋଇଥାଏ। ତେଣୁ ବ୍ରହ୍ମା ମୁଖ ବଂଶାବଳୀ, ବ୍ରାହ୍ମଣ ବ୍ରାହ୍ମଣୀ ନିଶ୍ଚୟ ଆବଶ୍ୟକ। ବ୍ରହ୍ମା ତ ନୂଆ ଦୁନିଆ ସ୍ଥାପନା କରନ୍ତି ନାହିଁ, ବାବା ହିଁ ରଚୟିତା ଅଟନ୍ତି। ବାବା କହୁଛନ୍ତି, ମୁଁ ଆସି ନିୟମ ପ୍ରମାଣେ ପୁରୁଣା ଦୁନିଆକୁ ବିନାଶ କରି ନୂଆ ଦୁନିଆ ତିଆରି କରୁଛି। ନୂଆ ଦୁନିଆରେ ବହୁତ ଅଳ୍ପ ଅଧିବାସୀ ରହିବେ। ବର୍ତ୍ତମାନ ଜନସଂଖ୍ୟା କମ୍ କରିବା ପାଇଁ ସରକାରଙ୍କର ଚେଷ୍ଟା ଜାରି ରହିଛି, କିନ୍ତୁ ଏହା କମ୍ ତ ହେବ ହିଁ ନାହିଁ। ଲଢ଼େଇରେ କୋଟି କୋଟି ମନୁଷ୍ୟ ମରୁଛନ୍ତି, ତଥାପି କ'ଣ ମନୁଷ୍ୟ କମୁଛନ୍ତି? ପୁଣି ଜନସଂଖ୍ୟା ବଢ଼ି ଚାଲିଛି। ଏହା ମଧ୍ୟ ତୁମେ ଜାଣିଛ। ତୁମ ବୁଦ୍ଧିରେ ବିଶ୍ୱର ଆଦି ମଧ୍ୟ ଅନ୍ତର ଜ୍ଞାନ ରହିଛି। ତୁମେ ନିଜକୁ ମଧ୍ୟ ଛାତ୍ର ବୋଲି ଭାବୁଛ, ପହଁରିବା ମଧ୍ୟ ଶିଖୁଛ। କହିଥାନ୍ତି ନା, ମୋର ନୌକା ପାରି କରିଦିଅ। ଯିଏ ପହଁରିବା ଶିଖନ୍ତି ସିଏ ବହୁତ ନାମୀଗ୍ରାମୀ ହୋଇଯାଆନ୍ତି। ଦେଖ ଏବେ ତୁମର ପହଁରିବା କିପରି ହେଉଛି। ଏକଦମ ଉପରକୁ ପରମଧାମ ଚାଲି ଯାଉଛ, ପୁଣି ସ୍ଥୂଳ ଦୁନିଆକୁ ଚାଲି ଆସୁଛ। ଲୋକେମାନେ ଦେଖାନ୍ତି ଯେ ଏତିକି ମାଇଲ ଉପରକୁ ଗଲୁ, ତୁମେ ଆତ୍ମାମାନେ କେତେ ମାଇଲ ଉପରକୁ ଯାଉଛ। ତାହା ତ ସ୍ଥୂଳ ବସ୍ତୁ ଅଟେ, ଯାହାକି ଗଣତି କରୁଛନ୍ତି। ତୁମର ତ ହେଉଛି ଅଗଣିତ। ତୁମେ ଜାଣିଛ ଯେ ଆମେ ଆତ୍ମା ସବୁ ନିଜର ଘରକୁ ଚାଲିଯିବା, ଯେଉଁଠି ସୂର୍ଯ୍ୟ ଚନ୍ଦ୍ର ଆଦି ନ ଥାନ୍ତି।
ତୁମେ ଖୁସି ହେଉଛ ଯେ ତାହା ଆମର ଘର ଅଟେ। ଆମେ ହେଉଛୁ ସେଠାକାର ବାସିନ୍ଦା। ମନୁଷ୍ୟ ଭକ୍ତି କରନ୍ତି, ପୁରୁଷାର୍ଥ କରନ୍ତି ମୁକ୍ତିଧାମକୁ ଯିବା ପାଇଁ, କିନ୍ତୁ କେହି ଯାଇପାରନ୍ତି ନାହିଁ। ମୁକ୍ତିଧାମରେ ଭଗବାନଙ୍କ ସହ ମିଶିବା ପାଇଁ ଚେଷ୍ଟା କରନ୍ତି, ଅନେକ ପ୍ରକାରର ଚେଷ୍ଟା କରନ୍ତି। କେହି କେହି କହନ୍ତି ଆମେ ଜ୍ୟୋତି ସହିତ ମିଶିଯିବୁ, କେହି କୁହନ୍ତି ମୁକ୍ତିଧାମକୁ ଯିବା। ମୁକ୍ତିଧାମ ବିଷୟରେ କାହାକୁ ଜଣା ନାହିଁ। ତୁମେମାନେ ଜାଣିଛ ଯେ ବାବା ଆସିଛନ୍ତି ନିଜ ଘରକୁ ନେଇଯିବା ପାଇଁ। ପ୍ରେମମୟ ବାବା ଆସି ଆମକୁ ଘରକୁ ନେବା ପାଇଁ ଯୋଗ୍ୟ କରୁଛନ୍ତି। ଅଧାକଳ୍ପ ପୁରୁଷାର୍ଥ କରି ମଧ୍ୟ ଯେଉଁଥିପାଇଁ ଯୋଗ୍ୟ ହୋଇପାରୁନାହୁଁ, ନା କେହି ଜ୍ୟୋତିରେ ମିଶି ପାରିଛନ୍ତି, ନା କେହି ମୁକ୍ତିଧାମ ଯାଇପାରିଛନ୍ତି, ନା ମୋକ୍ଷକୁ ପ୍ରାପ୍ତ କରିପାରିଛନ୍ତି। ଯାହା କିଛି ପୁରୁଷାର୍ଥ କରିଲ ତାହା ସବୁ ବ୍ୟର୍ଥ ହୋଇଗଲା। ଏବେ ତୁମ ବ୍ରାହ୍ମଣ କୁଳଭୂଷଣ ସନ୍ତାନମାନଙ୍କର ପୁରୁଷାର୍ଥ ସତ୍ୟ ପ୍ରମାଣିତ ହେଉଛି। ଏହି ଖେଳ କିପରି ତିଆରି ହୋଇଛି ତୁମକୁ ଏବେ ଆସ୍ତିକ କୁହାଯାଉଛି। ବାବାଙ୍କୁ ତୁମେ ଭଲ ଭାବରେ ଜାଣିଛ ଏବଂ ବାବାଙ୍କ ଦ୍ୱାରା ସୃଷ୍ଟିଚକ୍ରକୁ ମଧ୍ୟ ଜାଣିଗଲ। ବାବା କହୁଛନ୍ତି ମୁକ୍ତି ଏବଂ ଜୀବନ ମୁକ୍ତିର ଜ୍ଞାନ କାହା ପାଖରେ ବି ନାହିଁ, ଦେବତାମାନଙ୍କଠାରେ ମଧ୍ୟ ନାହିଁ। ବାବାଙ୍କୁ କେହି ବି ଜାଣିନାହାନ୍ତି। ତେବେ ବାବା କାହାକୁ ପୁଣି କିପରି ଘରକୁ ନେଇଯିବେ? କେତେ ଢେର ଗୁରୁ ଅଛନ୍ତି, ତାଙ୍କର କେତେ ଅନୁଗାମୀ ରହିଛନ୍ତି। ଶିବ ବାବା ହେଉଛନ୍ତି ସଚ୍ଚା ସଦ୍ଗୁରୁ। ତାଙ୍କର ତ ଚରଣ ହିଁ ନାହିଁ। ସେ କହୁଛନ୍ତି ମୋର ତ ଚରଣ ହିଁ ନାହିଁ, ମୁଁ କିପରି ନିଜର ପୂଜା କରାଇବି? ମୋର ସନ୍ତାନମାନେ ବିଶ୍ୱର ମାଲିକ ହେଉଛନ୍ତି, ତାଙ୍କ ଦ୍ୱାରା କ'ଣ ମୁଁ ନିଜର ପୂଜା କରାଇବି? ଭକ୍ତି ମାର୍ଗରେ ପିଲାମାନେ ବାପାଙ୍କ ପାଦ ତଳେ ପଡ଼ିଥାନ୍ତି। ବାସ୍ତବରେ ତ ବାପାଙ୍କର ସମ୍ପତ୍ତିର ମାଲିକ ପିଲାମାନେ ହିଁ ହୋଇଥାନ୍ତି, କିନ୍ତୁ ପିଲାମାନେ ନମ୍ରତା ଦେଖାଇଥାନ୍ତି। ଛୋଟ ପିଲାମାନେ ପିତାମାତାଙ୍କ ପାଦ ତଳେ ପଡ଼ିଥାନ୍ତି। ଏଠି ବାବା କହୁଛନ୍ତି ଯେ ତୁମକୁ ପାଦ ତଳେ ପଡ଼ିବାରୁ ମଧ୍ୟ ମୁକ୍ତ କରିଦେଉଛି। ବାବା କେତେ ମହାନ ଅଟନ୍ତି। ବାବା କହୁଛନ୍ତି ତୁମେ ପିଲାମାନେ ହେଉଛ ମୋର ସାହାଯ୍ୟକାରୀ। ତୁମେ ଯଦି ମୋର ସାହାଯ୍ୟକାରୀ ନ ହୋଇଥାନ୍ତ, ମୁଁ ସ୍ୱର୍ଗର ସ୍ଥାପନା କିପରି କରିଥାନ୍ତି? ବାବା ବୁଝାଉଛନ୍ତି ପିଲାମାନେ, ଏବେ ତୁମେ ମୋର ସାହାଯ୍ୟକାରୀ ହୁଅ। ପୁଣି ମୁଁ ତୁମକୁ ଏପରି କରିବି ଯାହାକି ଭବିଷ୍ୟତରେ କାହାର ବି ସାହାଯ୍ୟ ନେବାର ଆବଶ୍ୟକତା ପଡ଼ିବ ନାହିଁ। ତୁମକୁ କାହାର ମତ ନେବା ମଧ୍ୟ ଦରକାର ହେବ ନାହିଁ। ଏଇଠି ବାବା ପିଲାମାନଙ୍କର ସାହାଯ୍ୟ ନେଉଛନ୍ତି। କହୁଛନ୍ତି ପିଲାମାନେ ଏବେ ଛି ପତିତ ହୁଅ ନାହିଁ, ମାୟାଠାରୁ ହାର ନାହିଁ। କେହି କେହି ନାମ ବଦନାମ କରିଦେଉଛନ୍ତି। ବକ୍ସିଂ ପ୍ରତିଯୋଗିତା ହୁଏ, ସେଥିରେ ଯଦି କେହି ବିଜୟୀ ହୁଅନ୍ତି ତେବେ ବାହା ମିଳେ। ଯେଉଁମାନେ ହାରିଯାଆନ୍ତି ସେମାନଙ୍କର ମୁହଁ ଫିକା ହୋଇଯାଏ। ଏଠାରେ ମଧ୍ୟ ମାୟାଠାରୁ ହାରିଯାଉଛନ୍ତି। ଏଠାରେ ହାରିଯାଉଥିବା ଆତ୍ମାକୁ କୁହାଯାଏ କଳା ମୁହଁ କରିଦେଲା। ଏଠାକୁ ଆସିଛନ୍ତି ଗୋରା ହେବା ପାଇଁ, ପୁଣି କ'ଣ କରିଦେଉଛନ୍ତି? କରିଥିବା ସମସ୍ତ ରୋଜଗାର ସମାପ୍ତ ହୋଇଯାଏ। ପୁଣି ରୋଜଗାର ମୂଳରୁ ଆରମ୍ଭ କରିବାକୁ ହୁଏ। ବାବାଙ୍କର ସାହାଯ୍ୟକାରୀ ହୋଇ ପୁଣି ହାରିଯାଇ ନାମ ବଦନାମ କରିଦିଅନ୍ତି। ଦୁଇଟି ଦଳ ଅଛନ୍ତି। ଦଳେ ହେଲେ ମାୟାର ଅନୁଗାମୀ, ଆଉ ଦଳେ ହେଲେ ଈଶ୍ୱରଙ୍କର ଅନୁଗାମୀ। ତୁମେ ବାବାଙ୍କୁ ଭଲ ପାଉଛ। ଗାୟନ ମଧ୍ୟ ଅଛି ଯେ ବିନାଶକାଳେ ବିପରୀତ ବୁଦ୍ଧି। ତୁମର ହେଉଛି ପ୍ରୀତି ବୁଦ୍ଧି। ତେବେ ତୁମକୁ କ'ଣ ବାବାଙ୍କର ନାମ ବଦନାମ କରିବାର ଅଛି କି? ତୁମର ତ ପ୍ରୀତି ବୁଦ୍ଧି। ପୁଣି ମାୟାଠାରୁ କାହିଁକି ହାରିଯାଉଛ? ହାରିଯାଇଥିବା ବ୍ୟକ୍ତିଙ୍କୁ ଦୁଃଖ ଲାଗେ। ବିଜୟୀ ଆତ୍ମାଙ୍କ ପାଇଁ ତାଳି ବଜାଇ ବାହାବା କରନ୍ତି। ତୁମେ ପିଲାମାନେ ଜାଣିଛ ଯେ ଆମେ ହେଉଛୁ ପହିଲବାନ। ଏବେ ମାୟାକୁ ନିଶ୍ଚୟ ଜିତିବାର ଅଛି। ବର୍ତ୍ତମାନ ବାବା କହୁଛନ୍ତି ଦେହ ସହିତ ଯାହା କିଛି ଦେଖୁଛ ତାହା ସବୁ ଭୁଲି ଯାଅ। କେବଳ ମୋତେ ସର୍ବଦା ମନେ ପକାଅ। ମାୟା ତୁମକୁ ସତ୍ୱପ୍ରଧାନରୁ ତମପ୍ରଧାନ କରିଦେଇଛି। ଏବେ ପୁଣି ସତ୍ୱପ୍ରଧାନ ହେବାର ଅଛି। ମାୟାଜିତ ହୋଇ ଜଗଜିତ ହେବାର ଅଛି। ଏହା ହେଉଛି ହାରିବା ଆଉ ଜିତିବା, ସୁଖ ଆଉ ଦୁଃଖର ଖେଳ। ରାବଣ ରାଜ୍ୟରେ ହାରି ଯାଇଥାନ୍ତି,
ଏବେ ବାବା ପୁଣି ମୂଲ୍ୟବାନ କରୁଛନ୍ତି। ବାବା ବୁଝାଉଛନ୍ତି ଯେ ଏକମାତ୍ର ଶିବ ବାବାଙ୍କର ଜୟନ୍ତୀ ହେଉଛି ମୂଲ୍ୟବାନ। ବର୍ତ୍ତମାନ ତୁମ ସନ୍ତାନମାନଙ୍କୁ ଲକ୍ଷ୍ମୀନାରାୟଣ ପରି ହେବାର ଅଛି। ସେଠାରେ ଘରେ ଘରେ ଦୀପମାଳା ହୋଇଥାଏ, ସମସ୍ତଙ୍କର ଜ୍ୟୋତି ଜଳୁଥାଏ। ମେନ୍ ପାୱାର, ମୁଖ୍ୟ ଶକ୍ତି ଦ୍ୱାରା ଜ୍ୟୋତି ଜଳିଥାଏ। ବାବା କେତେ ସହଜ ଉପାୟରେ ବୁଝାଉଛନ୍ତି। ବାବାଙ୍କ ବ୍ୟତୀତ ମିଠା ମିଠା ଅତି ସ୍ନେହୀ ସନ୍ତାନ ବୋଲି କିଏ ସମ୍ବୋଧନ କରିପାରିବ? ଆତ୍ମିକ ପିତା ହିଁ କହୁଛନ୍ତି ଯେ ହେ ମୋର ମଧୁର ସ୍ନେହର ସନ୍ତାନମାନେ, ତୁମେ ଅଧାକଳ୍ପରୁ ଭକ୍ତି କରି ଆସିଛ, କେହି ଜଣେ ବି ଘରକୁ ଫେରି ପାରିବେ ନାହିଁ। ବାବା ହିଁ ଆସି ସମସ୍ତଙ୍କୁ ନେଇ ଯାଇଥାନ୍ତି। ତୁମେ ସଙ୍ଗମ ଯୁଗ ସମ୍ବନ୍ଧରେ ଭଲ ଭାବରେ ବୁଝାଇ ପାରିବ? ବାବା କିପରି ଆସି ସବୁ ଆତ୍ମାମାନଙ୍କୁ ନେଇ ଯାଇଥାନ୍ତି। ତୁମେ ସଙ୍ଗମ ଯୁଗ ସମ୍ବନ୍ଧରେ ଭଲ ଭାବରେ ବୁଝାଇ ପାରିବ? ବାବା କିପରି ଆସି ସବୁ ଆତ୍ମାମାନଙ୍କୁ ନେଇ ଯାଇଥାନ୍ତି? ଏହି ଅବିନାଶୀ ନାଟକ ବିଷୟରେ ଦୁନିଆରେ କାହାକୁ ହେଲେ ଜଣା ନାହିଁ। ଏହା ହେଉଛି ଅବିନାଶୀ ଡ୍ରାମା। ଏହା ମଧ୍ୟ ତୁମେ ବୁଝୁଛ, ଆଉ କେହି କହିପାରିବେ ନାହିଁ। ଯଦି କହିବେ ଯେ ଅବିନାଶୀ ନାଟକ, ତେବେ ପୁଣି ଡ୍ରାମାର ବର୍ଣ୍ଣନା କିପରି କରିବେ? ଏଇଠି ତୁମେ 84 ଜନ୍ମର ଚକ୍ରକୁ ଜାଣୁଛ। ତୁମେ ପିଲାମାନେ ହିଁ ଜାଣିଛ, ତୁମକୁ ହିଁ ମନେ ପକାଇବାର ଅଛି। ବାବା କେତେ ସହଜ ଭାବେ ବୁଝାଉଛନ୍ତି। ତୁମେ ଭକ୍ତି ମାର୍ଗରେ କେତେ ଭ୍ରମିତ ହେଉଥିଲ। ତୁମେ ସ୍ନାନ କରିବା ପାଇଁ କେତେ ଦୂର ସ୍ଥାନକୁ ଯାଉଥିଲ। କୁହନ୍ତି ଯେ ଗୋଟିଏ ହ୍ରଦ ଅଛି, ଯେଉଁଠି ବୁଡ଼ ପକାଇଲେ ପରି ହୋଇଯାଆନ୍ତି। ଏବେ ତୁମେ ଜ୍ଞାନ ସାଗରରେ ବୁଡ଼ ପକାଇ ପାରିଜାତ ଅର୍ଥାତ୍ ସ୍ୱର୍ଗର ପରି ଭଳି ସୁନ୍ଦର ହୋଇଯାଉଛ। କେହି ଭଲ ଫେସନ୍ କରିଥିଲେ କହନ୍ତି, ଇଏ ତ ପରି ଭଳି ଦିଶୁଛନ୍ତି। ଏବେ ତୁମେ ମଧ୍ୟ ରତ୍ନ ହେଉଛ। ବାକି ମନୁଷ୍ୟର ତ ଉଡ଼ିବାର ଡେଣା ଆଦି ହୋଇପାରିବ ନାହିଁ। ଏପରି କେହି ଉଡ଼ିପାରିବେ ନାହିଁ। ଉଡ଼ିବାବାଲା ହେଉଛି ଆତ୍ମା। ଆତ୍ମାକୁ ରକେଟ୍ ମଧ୍ୟ କୁହନ୍ତି। ଆତ୍ମା କେତେ ଛୋଟ। ଯେତେବେଳେ ସବୁ ଆତ୍ମା ଯିବେ, ସେତେବେଳେ ତୁମମାନଙ୍କୁ ସାକ୍ଷାତକାର ମଧ୍ୟ ହୋଇପାରେ। ବୁଦ୍ଧିରେ ବୁଝିପାରିବ। ତୁମେ ଏଠାରେ ବର୍ଣ୍ଣନା କରିପାରିବ। ଏପରି ହୋଇପାରେ ଯେ, ଯେପରି ବିନାଶକୁ ଦେଖିବ, ସେହିପରି ଆତ୍ମାମାନେ ଦଳ ଦଳ ହୋଇ କିପରି ଯାଉଛନ୍ତି, ତାହା ଦେଖିପାରିବ। ହନୁମାନ ଗଣେଶ ଆଦି ତ ସାକାରରେ ନାହାନ୍ତି, କିନ୍ତୁ ସେମାନଙ୍କୁ ତାଙ୍କର ଭାବନା ଅନୁସାରେ ସାକ୍ଷାତକାର ହୋଇଯାଏ। ବାବା ତ ବିନ୍ଦୁ ସଦୃଶ୍ୟ ଅଟନ୍ତି, ତାଙ୍କର କ'ଣ ବର୍ଣ୍ଣନା କରିବା? କହନ୍ତି ମଧ୍ୟ ଏହା ଛୋଟ ତାରା ପରି ଅଟେ, ଯାହାକୁ ଏହି ଆଖିରେ ଦେଖି ହୁଏ ନାହିଁ। ଶରୀର କେତେ ବଡ଼ ଅଟେ, ଯାହାଦ୍ୱାରା କର୍ମ କରିବାର ଅଛି। ଆତ୍ମା କେତେ ଛୋଟ, ଏଥିରେ 84 ଜନ୍ମର ଅଭିନୟ ନିର୍ଦ୍ଧାର୍ଯ୍ୟ ହୋଇ ରହିଛି। ଜଣେ ବି ଏପରି ମନୁଷ୍ୟ ନ ଥିବେ, ଯାହାଙ୍କ ବୁଦ୍ଧିରେ ଥିବ ଯେ ଆମେ 84 ଜନ୍ମ କିପରି ନେଉଛୁ। ଆତ୍ମା ମଧ୍ୟରେ କିପରି ଅଭିନୟ ଭରା ହୋଇଛି, ଏହା ହେଉଛି ଚମତ୍କାର। ଆତ୍ମା ହିଁ ଶରୀର ନେଇ ଅଭିନୟ କରୁଛି। ତାହା ହେଉଛି ହଦ୍ର ନାଟକ। ଏହା ହେଉଛି ବେହଦର ନାଟକ। ବେହଦର ପିତା ନିଜେ ଆସି ନିଜର ପରିଚୟ ଦେଉଛନ୍ତି। ଉତ୍ତମ ସେବାଧାରୀ ସନ୍ତାନମାନେ ବିଚାର ସାଗର ମନ୍ଥନ କରୁଥାନ୍ତି ଯେ କାହାକୁ କିପରି ବୁଝାଇବେ। ତୁମେ ଜଣ ଜଣଙ୍କ ପାଇଁ କେତେ ମୁଣ୍ଡ ପିଟୁଛ, ଅର୍ଥାତ୍ ପରିଶ୍ରମ କରୁଛ। ତଥାପି ସେମାନେ କହୁଛନ୍ତି ଯେ ବାବା ଆମେ ବୁଝିପାରୁନାହୁଁ। ଯଦି କେହି ପଢ଼ୁନାହାନ୍ତି, ତେବେ ତାଙ୍କୁ ପଥର ବୁଦ୍ଧି ବୋଲି କୁହାଯାଏ। ତୁମେ ଦେଖୁଛ ଯେ ଏଠି ମଧ୍ୟ କେହି କେହି 7 ଦିନରେ ହିଁ ବହୁତ ଖୁସିରେ ଆସି କୁହନ୍ତି ଯେ ବାବାଙ୍କ ପାଖକୁ ଯିବା। କେହି ତ କିଛି ବି ବୁଝନ୍ତି ନାହିଁ। ମନୁଷ୍ୟ ତ କେବଳ କହିଦିଅନ୍ତି ପଥର ବୁଦ୍ଧି, ପାରସ ବୁଦ୍ଧି ଅର୍ଥ କିନ୍ତୁ ଜାଣନ୍ତି ନାହିଁ। ଆତ୍ମା ପବିତ୍ର ହେଲେ ପାରସନାଥ ହୋଇଯାଏ। ପାରସନାଥଙ୍କର ମନ୍ଦିର ମଧ୍ୟ ରହିଛି। ସାରା ମନ୍ଦିର ସୁନାରେ ତିଆରି ହୁଏ ନାହିଁ, ଉପରେ କିଛି ସୁନା ଲଗାଇ ଦିଅନ୍ତି। ତୁମେମାନେ ଜାଣିଛ ଯେ ଆମକୁ ଭଗବାନ ମିଳିଛନ୍ତି, କଣ୍ଟାରୁ ଫୁଲ ହେବା ପାଇଁ ଉପାୟ ବତାଉଛନ୍ତି। ଗାୟନ ମଧ୍ୟ ଅଛି ନା, ଆଲ୍ଲାହଙ୍କ ବଗିଚା। ଆରମ୍ଭରେ ତୁମ ପାଖରେ ଜଣେ ମୁସଲମାନ ଥିଲେ। ସେ ଧ୍ୟାନରେ ଯାଉଥିଲେ, କହୁଥିଲେ ମୋତେ ଖୁଦା ଫୁଲ ଦେଲେ।
ଠିଆ ହୋଇ ହୋଇ ପଡ଼ି ଯାଉଥିଲେ। ଖୁଦାଙ୍କ ବଗିଚାର ସାକ୍ଷାତକାର ହେଉଥିଲା। ତେବେ ଖୁଦାଙ୍କ ବଗିଚା ଖୁଦା ହିଁ ଦେଖାଇ ପାରିବେ ନା ଆଉ କେହି କିପରି ଦେଖାଇବେ? ତାଙ୍କୁ ବୈକୁଣ୍ଠର ସାକ୍ଷାତକାର କରାଉଛନ୍ତି। ଖୁଦା ହିଁ ସେଠାକୁ ନେଇଯାଆନ୍ତି। ନିଜେ ତ ସେଠାରେ ରହନ୍ତି ନାହିଁ। ଖୁଦା ତ ଶାନ୍ତିଧାମରେ ରହନ୍ତି। ତୁମକୁ ବୈକୁଣ୍ଠର ମାଲିକ କରାଉଛନ୍ତି। କେତେ ଭଲ ଭଲ କଥା ତୁମେ ଜାଣୁଛ। ଶୁଣି ଖୁସି ଲାଗୁଛି। ମନ ମଧ୍ୟରେ ବହୁତ ଖୁସି ହେବା ଦରକାର ଯେ ଆମେ ସୁଖଧାମକୁ ଯାଉଛୁ। ସେଠାରେ ଦୁଃଖର କୌଣସି କଥା ନଥାଏ। ବାବା କହୁଛନ୍ତି ସୁଖଧାମ ଶାନ୍ତିଧାମକୁ ମନେ ପକାଅ। ଘରକୁ କାହିଁକି ମନେ ନ ପକାଇବ? ଆତ୍ମା ନିଜ ଘରକୁ ଯିବା ପାଇଁ କେତେ ଚେଷ୍ଟା କରୁଛି। ଜପ ତପ ଆଦି ବହୁତ ମେହନତ କରୁଛନ୍ତି କିନ୍ତୁ କେହି ଯାଇପାରନ୍ତି ନାହିଁ। ସୃଷ୍ଟିରୂପୀ ବୃକ୍ଷରୁ ଆତ୍ମା ସବୁ କ୍ରମାନୁସାରେ ଆସୁଥାନ୍ତି। ପୁଣି ମଝିରେ କିପରି ଯାଇପାରିବେ ଯେତେବେଳେ କି ବାବା ନିଜେ ହିଁ ଅଛନ୍ତି। ତୁମ ସନ୍ତାନମାନଙ୍କୁ ପ୍ରତିଦିନ ବୁଝାଉଛନ୍ତି ଶାନ୍ତିଧାମ ଆଉ ସୁଖଧାମକୁ ମନେ ପକାଅ। ବାବାଙ୍କୁ ଭୁଲିଯିବା କାରଣରୁ ପୁନର୍ବାର ଦୁଃଖୀ ହୋଇଥାନ୍ତି। ମାୟାର ଦଣ୍ଡ ଭୋଗିବାକୁ ପଡ଼ିଥାଏ। ଏବେ ତ ଟିକେ ବି ଦଣ୍ଡଭୋଗ କରିବାର ନାହିଁ। ସବୁର ମୂଳ ହେଉଛି ଦେହ ଅଭିମାନ। ତୁମେ ଏବେ ପର୍ଯ୍ୟନ୍ତ ଯେଉଁ ପିତାଙ୍କୁ ମନେ ପକାଉଥିଲ ଯେ ହେ ପତିତପାବନ ଆସ, ସେହି ପିତାଙ୍କ ଦ୍ୱାରା ତୁମେ ବର୍ତ୍ତମାନ ପାଠ ପଢ଼ୁଛ। ବାବା ତୁମର ଆଜ୍ଞାକାରୀ ସେବକ ସହ ଶିକ୍ଷକ ମଧ୍ୟ ଅଟନ୍ତି। ଆଜ୍ଞାକାରୀ ସେବକ ପିତା ମଧ୍ୟ ଅଟନ୍ତି। ବଡ଼ ଲୋକେମାନେ ସର୍ବଦା ତଳେ ଦସ୍ତଖତ କଲାବେଳେ ଲେଖନ୍ତି ଆଜ୍ଞାକାରୀ ସେବକ। ବାବା କହୁଛନ୍ତି ଦେଖ ମୁଁ କିପରି ତୁମମାନଙ୍କୁ ବସି ବୁଝାଉଛି। ସୁପୁତ୍ରମାନଙ୍କ ପ୍ରତି ବାବାଙ୍କର ସ୍ନେହ ରହିଥାଏ। ଯିଏ କୁପୁତ୍ର ହୋଇଥାନ୍ତି ଅର୍ଥାତ୍ ବାବାଙ୍କର ହୋଇ ପୁଣି ବିଶ୍ୱାସଘାତକ ହୋଇଯାଆନ୍ତି, ବିକାରୀ ହୋଇଯାଆନ୍ତି। ବାବା କହୁଛନ୍ତି ଏପରି ସନ୍ତାନ ତ ଜନ୍ମ ହୋଇନଥିଲେ ଭଲ ହୋଇଥାନ୍ତା। ଜଣକ ଯୋଗୁଁ କେତେ ନାମ ବଦନାମ ହୋଇଯାଇଥାଏ। ବହୁତଙ୍କୁ ଅସୁବିଧା ହୋଇଯାଇଥାଏ। ଏଠାରେ ତୁମେ କେତେ ଶ୍ରେଷ୍ଠ କର୍ମ କରୁଛ, ବିଶ୍ୱର ଉଦ୍ଧାର କରୁଛ, କିନ୍ତୁ ତୁମକୁ 3 ପାଦ ପୃଥିବୀ ମଧ୍ୟ ମିଳୁନାହିଁ। ତୁମେମାନେ ତ କାହାର ଘରଦ୍ୱାର ଛଡ଼ାଉ ନାହଁ। ତୁମେମାନେ ରାଜାମାନଙ୍କୁ ମଧ୍ୟ କହୁଛ ଯେ ତୁମେ ପୂଜ୍ୟ ଡବଲ ମୁକୁଟଧାରୀ ଥିଲ, ଏବେ ପୂଜାରୀ ହୋଇଯାଇଛ। ଏବେ ବାବା ପୁନର୍ବାର ପୂଜ୍ୟ କରାଉଛନ୍ତି। ତେଣୁ ପୁରୁଷାର୍ଥ କରି ପୂଜ୍ୟ ହେବା ଉଚିତ ନା? ଆଉ ଅଳ୍ପ ସମୟ ଅଛି। ମୁଁ ଏଇଠି କାହାଠାରୁ ଲକ୍ଷ ଟଙ୍କା ନେଇ କ'ଣ କରିବି? ଗରିବମାନଙ୍କୁ ରାଜପଦ ମିଳିବାର ଅଛି। ବାବା ତ ଗରିବର ବନ୍ଧୁ ଅଟନ୍ତି ନା? ବାବାଙ୍କୁ ଗରିବର ବନ୍ଧୁ କାହିଁକି କହନ୍ତି ତାହା ତୁମେ ଅର୍ଥ ସହିତ ଜାଣୁଛ। ଭାରତ ମଧ୍ୟ କେତେ ଗରିବ ଅଟେ। ଏଥିରେ ମଧ୍ୟ ତୁମେ ମାତାମାନେ ଅଧିକ ଗରିବ ଅଟ। ସାହୁକାରମାନେ ଏହି ଜ୍ଞାନକୁ ଧାରଣ କରିପାରିବେ ନାହିଁ। ଗରିବ ଅବଳାମାନେ କେତେ ଆସୁଛନ୍ତି। ସେମାନଙ୍କ ଉପରେ ଅତ୍ୟାଚାର ହେଉଛି। ବାବା କହୁଛନ୍ତି ମାତାମାନଙ୍କୁ ଆଗକୁ ବଢ଼ାଇବାର ଅଛି। ପ୍ରଭାତ ଫେରିରେ ମଧ୍ୟ ଆଗରେ ମାତାମାନେ ରୁହନ୍ତୁ। ତୁମର ବ୍ୟାଚ୍ ମଧ୍ୟ ଫାଷ୍ଟ କ୍ଲାସ୍ ଅଟେ। ଏହି ଟ୍ରାନ୍ସଲାଇଟର ଚିତ୍ର ସମ୍ମୁଖରେ ରହିବା ଦରକାର। ସମସ୍ତଙ୍କୁ ଶୁଣାଅ ଯେ ଦୁନିଆ ବଦଳିବାକୁ ଯାଉଛି। କଳ୍ପ ପୂର୍ବ ସଦୃଶ ବାବାଙ୍କଠାରୁ ସମ୍ପତ୍ତି ମିଳୁଛି। ସେବା କିପରି ଠିକ୍ ରୂପେ ହୋଇପାରିବ ପିଲାମାନଙ୍କୁ ଏ ବିଷୟରେ ବିଚାର ସାଗର ମନ୍ଥନ କରିବାକୁ ହେବ। ସମୟ ତ ଲାଗିବ ନା? ଆଚ୍ଛା, ମିଠା ମିଠା ଶିଖିଲେ ଦେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ପିତାଙ୍କୁ ନମସ୍ତେ ନମସ୍ତେ ନମସ୍ତେ। ଓଁ ଶାନ୍ତି। ମେରା ବାବା, ପ୍ୟାରା ବାବା, ମିଠା ବାବା, ଶୁକ୍ରିୟା ବାବା, ଓଁ ଶାନ୍ତି। ଧାରଣା ପାଇଁ ମୁଖ୍ୟ ସାରାଂଶ। 1ରେ ବାବାଙ୍କ ସହିତ ସମ୍ପୂର୍ଣ୍ଣ ସ୍ନେହ ରଖି ସହଯୋଗୀ ହେବାର ଅଛି। ମାୟାଠାରୁ ହାରିଯାଇ କେବେ ବି ବାବାଙ୍କର ନାମକୁ ବଦନାମ କରିବାର ନାହିଁ। ପୁରୁଷାର୍ଥ କରି ଦେହ ସହିତ ଯାହା କିଛି ଆଖିକୁ ଦେଖାଯାଉଛି ସେଗୁଡ଼ିକୁ ଭୁଲିଯିବାର ଅଛି। ବାବାଙ୍କ ସହିତ ସମ୍ପୂର୍ଣ୍ଣ ସ୍ନେହ ରଖି ସହଯୋଗୀ ହେବାର ଅଛି। ମାୟାଠାରୁ ହାରିଯାଇ କେବେ ବି ବାବାଙ୍କର ନାମକୁ ବଦନାମ କରିବାର ନାହିଁ।
ପୁରୁଷାର୍ଥ କରି ଦେହ ସହିତ ଯାହା କିଛି ଆଖିକୁ ଦେଖାଯାଉଛି ସେଗୁଡ଼ିକୁ ଭୁଲିଯିବାର ଅଛି। 2. ମନ ଭିତରେ ଖୁସି ରହୁ ଯେ ଏବେ ଆମେ ଶାନ୍ତିଧାମ ସୁଖଧାମକୁ ଯାଉଛୁ। ବାବା ଆମର ଆଜ୍ଞାକାରୀ ଶିକ୍ଷକ ହୋଇ ଆମକୁ ଘରକୁ ନେଇଯିବା ପାଇଁ ଯୋଗ୍ୟ କରୁଛନ୍ତି। ତେଣୁ ଆମକୁ ଯୋଗ୍ୟ ସୁପୁତ୍ର ହେବାର ଅଛି, କୁପୁତ୍ର ନୁହେଁ। ମନ ଭିତରେ ଖୁସି ରହୁ ଯେ ଏବେ ଆମେ ଶାନ୍ତିଧାମ ସୁଖଧାମକୁ ଯାଉଛୁ। ବାବା ଆମର ଆଜ୍ଞାକାରୀ ଶିକ୍ଷକ ହୋଇ ଆମକୁ ଘରକୁ ନେଇଯିବା ପାଇଁ ଯୋଗ୍ୟ କରୁଛନ୍ତି। ତେଣୁ ଆମକୁ ଯୋଗ୍ୟ ସୁପୁତ୍ର ହେବାର ଅଛି, କୁପୁତ୍ର ନୁହେଁ। ବରଦାନ। ପ୍ରତ୍ୟେକ ସଂକଳ୍ପ, ସମୟ, ବୃତ୍ତି ଏବଂ କର୍ମ ଦ୍ୱାରା ସେବା କରୁଥିବା ନିରନ୍ତର ସେବାଧାରୀ ହୁଅ। ପ୍ରତ୍ୟେକ ସଂକଳ୍ପ, ସମୟ, ବୃତ୍ତି ଏବଂ କର୍ମ ଦ୍ୱାରା ସେବା କରୁଥିବା ନିରନ୍ତର ସେବାଧାରୀ ହୁଅ। ଯେପରି ବାବା ସମସ୍ତଙ୍କୁ ଅତି ପ୍ରିୟ ଲାଗୁଛନ୍ତି, ବାବାଙ୍କ ବିନା ଜୀବନ ନାହିଁ, ସେହିପରି ସେବା ବିନା ମଧ୍ୟ ଜୀବନ ନାହିଁ। ତେଣୁ ନିରନ୍ତର ଯୋଗୀ ହେବା ସହିତ ନିରନ୍ତର ସେବାଧାରୀ ମଧ୍ୟ ହୁଅ। ଶୋଇଥିବା ଅବସ୍ଥାରେ ମଧ୍ୟ ସେବା ହେଉଥିବ। ଶୋଇବା ସମୟରେ ଯଦି କେହି ତୁମକୁ ଦେଖିବ ତେବେ ତୁମର ଚେହେରାରୁ ଶାନ୍ତିର ଆନନ୍ଦର ପ୍ରକମ୍ପନ ଅନୁଭବ କରୁଥିବ। ଶୋଇବା ସମୟରେ ଯଦି କେହି ତୁମକୁ ଦେଖିବ ତେବେ ତୁମର ଚେହେରାରୁ ଶାନ୍ତିର ଆନନ୍ଦର ପ୍ରକମ୍ପନର ଅନୁଭବ କରୁଥିବ। ନିଜର ପ୍ରତ୍ୟେକ କର୍ମେନ୍ଦ୍ରିୟ ଦ୍ୱାରା ବାବାଙ୍କୁ ମନେ ପକାଇବାର, ସ୍ମୃତି ଦେବାର ସେବା କରିଚାଲ। ନିଜର ଶକ୍ତିଶାଳୀ ବୃତ୍ତି ଦ୍ୱାରା ମଧ୍ୟ ପବିତ୍ର ପ୍ରକମ୍ପନ ବିଚ୍ଛୁରିତ କରିଚାଲ। କର୍ମ ଦ୍ୱାରା କର୍ମଯୋଗୀ ହୋଇ ବରଦାନ ଦେଇଚାଲ। ପ୍ରତିପାଦରେ ପଦ୍ମର ରୋଜଗାର ଜମା କରିଚାଲ। ତେବେ କୁହାଯିବ ନିରନ୍ତର ସେବାଧାରୀ ଅର୍ଥାତ୍ ସର୍ଭିସେବୁଲ। ସ୍ଲୋଗାନ। ନିଜର ଆତ୍ମିକ ବ୍ୟକ୍ତିତ୍ୱକୁ ଯଦି ସର୍ବଦା ସ୍ଥିତିରେ ରଖିବ ତେବେ ମାୟାଜିତ ହୋଇଯିବ। ନିଜର ଆତ୍ମିକ ବ୍ୟକ୍ତିତ୍ୱକୁ ଯଦି ସର୍ବଦା ସ୍ମୃତିରେ ରଖିବ ତେବେ ମାୟାଜିତ ହୋଇଯିବ। ଓଁ ଶାନ୍ତି। ଆଜିର ଅବ୍ୟକ୍ତ ଇଶାରାରେ ବାବା କହିଛନ୍ତି ନିଜ ପ୍ରତି ଏବଂ ସମସ୍ତଙ୍କ ପ୍ରତି ନିଜର ସଂକଳ୍ପ ଦ୍ୱାରା ଯୋଗର ଶକ୍ତିଗୁଡ଼ିକୁ ପ୍ରୟୋଗ କର। ଯେପରି ବାଣୀ ଦ୍ୱାରା ସେବା କରିବାର ଅଭ୍ୟାସ କରି କରି ବାଣୀରେ ଶକ୍ତିଶାଳୀ ହୋଇଯାଇଛ, ସେହିଭଳି ଶାନ୍ତିର ଶକ୍ତିର ମଧ୍ୟ ଅଭ୍ୟାସୀ ହୋଇଚାଲ। ଆଗକୁ ଗଲେ ବାଣୀ ଦ୍ୱାରା ବା କୌଣସି ସ୍ଥୂଳ ସାଧନଗୁଡ଼ିକ ଦ୍ୱାରା ସେବା କରିବା ପାଇଁ ସମୟ ମିଳିବ ନାହିଁ। ଏହିଭଳି ସମୟରେ ଶାନ୍ତିର ଶକ୍ତିର ସାଧନ ଆବଶ୍ୟକ ହେବ। କାହିଁକି ନା ଯିଏ ଯେତିକି ମହାନ ଶକ୍ତିଶାଳୀ ହୋଇଥାଏ ସେ ସେତିକି ଅତି ସୂକ୍ଷ୍ମ ହୋଇଥାଏ। ତେଣୁ ବାଣୀଠାରୁ ଶୁଦ୍ଧ ସଂକଳ୍ପ ସୂକ୍ଷ୍ମ ଅଟେ। ସେଥିପାଇଁ ସୂକ୍ଷ୍ମର ପ୍ରଭାବ ଅଧିକ ଶକ୍ତିଶାଳୀ ହେବ। ଓଁ ଶାନ୍ତି, ଓଁ ଶାନ୍ତି, ଓଁ ଶାନ୍ତି।